from Standard 1 ମୋର ସମସ୍ତ ଗୁରୁଜନମାନଙ୍କୁ ମୋର ପ୍ରଣାମ। ଆଖିରେ ନଥାଏ ପଲକ ଯାହାର ଶୋଇବ କିପରି ସିଏ, ସାରା ଜଗତକୁ ନିଦରେ ଶୁଆଇ ନିଜ ଜାଗର ଥାଏ, ସେ ହେଉଛନ୍ତି ଆମ ମହାପ୍ରଭୁ ଜଗନ୍ନାଥ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ମହାପ୍ରଭୁ ଆନନ୍ଦ ଖଣ୍ଡ ସଚିତାନନ୍ଦ ଚିନ୍ମୟ ଘନ ଅମୃତ କର୍ତ୍ତା, ଅସରଣ ଅସରଣ କୋଟିକାଏ ମହାପ୍ରଭୁ, କୋଟି କୋଟି ଓଡ଼ିଆର ଜୀବନ ଧନ ମୋ କାଳିଆ ସାନ୍ତଙ୍କ ଚଣା ବିନ୍ଦରେ ଅନନ୍ତ କୋଟି ଦଣ୍ଡବତ ଅର୍ପଣ କରିବି। ରାଜା ଇନ୍ଦ୍ରଦ୍ୟୁମ୍ନ ରାଣୀ ଗୁଣ୍ଡିଚା ମୂଷା ନଦୀ କୂଳରେ ବସି ସିଦ୍ଧାନ୍ତ କଲେ ଯେ ଆମେ ତ ଆମ ଠାକୁରଙ୍କୁ ପାଉନାହାନ୍ତି, ଏ ଜୀବନ ରଖି କି ଲାଭ, ଚାଲ ଆମେ ମୂଷା ନଦୀରେ ଗୋଡ଼େଇ ଆତ୍ମହତ୍ୟା କରିବା। ଯେଉଁଟା ବର୍ତ୍ତମାନ ପୋତି ହେଇ 18 ନଳା ହୋଇଛି, ସେଇଟା ଆଗରୁ ଥିଲା ମୂଷା ନଦୀ। ମୂଷା ନଦୀ କୂଳରେ ଏକ ବଟ ବୃକ୍ଷ ଉପରେ ଶିବ ପାର୍ବତୀ କପୋତ କପୋତୀ ରୂପରେ ବସି ରାଜା ରାଣୀଙ୍କ କଥା ଶୁଣୁଥିଲେ। କପୋତୀ କହୁଛି କପୋତକୁ, ସ୍ୱାମୀ ଏମାନେ ଏମାନଙ୍କ ଠାକୁରକୁ ପାଉନାହାନ୍ତି, ଆଙ୍କ ଠାକୁର କେଉଁଠି ମିଳିବେ କହିଦେଉନାହାନ୍ତି। ସ୍ୱୟଂ ଠାକୁର ତ ଆଙ୍କ ପାଖରେ ଲୀଳାଖେଳା କରିବେ, ଆଙ୍କ ଠାକୁର କେଉଁଠି ମିଳିବେ କହିଦେଉନାହାନ୍ତି। ଶିବ କହିଲେ, ଏଟା ମୋର କାମ ନୁହେଁ, ତୁମେ କହିଦିଅ, ମୁଁ ଯାଉଛି। ଏହା କହି କପୋତ ଉଡ଼ିଗଲା। ରାତି ପାହି ଆସୁଛି। ରାଜାରାଣୀ ନଦୀକୁ ନେବାକୁ ବାହାରିଲେ। କପୋତ ଡାକିଲା, ଏ ରାଜା, କୁଆଡ଼େ ଯାଉଛୁ? ଶୁଣୁ, ସେ ଯେଉଁ ଦେଖାଯାଉଛି ପାହାଡ଼, ତା ନାଁ ହେଉଛି ନୀଳସୁନ୍ଦର ପାହାଡ଼। ସେଠାରେ ଏକ ବଟ ବୃକ୍ଷ ଅଛି, ତା ନାଁ ହେଉଛି କଳ୍ପବଟ। ସେଠାରେ ଏକ କୁଣ୍ଡ ଅଛି, ତାହା ନାଁ ହେଉଛି ରୋହିଣୀ କୁଣ୍ଡ। ସେଠାରେ ତୁ ଠାକୁରଙ୍କୁ ପାଇବୁ, ସେଠାରେ ସେ ଲୀଳାଖେଳା କରିବେ। ରାଜାରାଣୀ ଦୁହେଁ କପୋତୀ ତା ଗୋଡ଼ ତଳେ ପଡ଼ିଗଲେ। କହିଲେ, ତୁମେ ସାଧାରଣତଃ କପୋତୀ ନୁହେଁ, ତୁମ ପରିଚୟ ଆମକୁ ଦିଅ। ତୁ ଜାଣିବାକୁ ଚାହୁଁଛୁ ମୁଁ କିଏ? ଏଇ ଦେଖ, ମୁଁ ହେଉଛି ଦୁର୍ଗତି ନାଶିନୀ, ସଂହାରକର୍ତ୍ରୀ, ମା ଦୁର୍ଗା, ମା ବିମଳା, ମା ପାର୍ବତୀ, ମା ଭଗବତୀ। ତୁ ତ ଭଗବତୀଙ୍କ ଦର୍ଶନ ନ ପାଇଲେ ତୁ ଭଗବାନ ଦର୍ଶନ ପାଇବୁନି। ମାଙ୍କ କୃପା ନ ହେଲେ ତୁ ତ ଠାକୁରଙ୍କୁ ପାଇବୁନି। ଆପଣମାନେ ତ ସମସ୍ତେ ପୁରୀ ମନ୍ଦିର ଯାଉଥିବେ, ସିଂହଦ୍ୱାର ପାଖରେ ଟିକେ ଅଟକିବେ। ସିଂହଦ୍ୱାର ଉପରକୁ ଦେଖିବେ, ମା ଅନ୍ନପୂର୍ଣ୍ଣା ସେଠାରେ ଅଛନ୍ତି। ମା ଅନ୍ନପୂର୍ଣ୍ଣାଙ୍କ ବାମ ପାର୍ଶ୍ୱରେ 3ଟି ନର୍ତ୍ତକୀ, ଡାହାଣ ପାର୍ଶ୍ୱରେ 3ଟି ନର୍ତ୍ତକୀ। ତାଙ୍କ ନାଁ ହେଉଛି ବେହେରଣ ଲକ୍ଷ୍ମୀ। ତାଙ୍କ ଆଶୀର୍ବାଦ ନେଇ ମନ୍ଦିର ଭିତରକୁ ଯିବେ। ସେ ହେଉଛନ୍ତି ମହାପ୍ରସାଦର, ଜଗନ୍ନାଥଙ୍କର ମହାପ୍ରସାଦର ମାଲିକାଣୀ। ତାଙ୍କ ଆଶୀର୍ବାଦ ନ ହେଲେ ଆପଣ ଆନନ୍ଦ ବଜାରର ମହାପ୍ରସାଦ ପାଇପାରିବେନି। ମନ୍ଦିର ଭିତରକୁ ଯେତେବେଳେ ପ୍ରବେଶ କରିବେ, 22 ପାହାଚର ପ୍ରଥମ ପାହାଚ ଛାଡ଼ିଦେବେ, ଦ୍ୱିତୀୟ ପାହାଚ ଦେଖିବେ ଗୋଟେ କଳା ମୁଗୁନି ପଥରଟେ ପଡ଼ିଥିବ। ସେ କଳା ମୁଗୁନି ପଥର ନାଁ ହେଉଛି ଯମଶିଳା। ସେଠାରେ ଯମଦୂତମାନେ ଡାହାଣୀ ଶିଳିପୁଣି, ସେଠାରୁ ପାପ, ସେଠାରୁ ମନ୍ଦିର ଭିତରକୁ ଯାଇପାରିବନି। ସବୁ ସେଠାରୁ ତା ଉପରେ ଛିଡ଼ା ହେଇ କହିବେ, ମାକୁଣାରେ ଆସିଛି, ମୋ ତେଲରୁ ସଂସାର ଭିତରେ ଯଦି କିଛି ଭୁଲ ପାପ ହୋଇଥିବ, ମୋର ସବୁ ଭୁଲ ପାପ ଏଇଠି ଛାଡ଼ି ଦେଇକି ଯାଉଛି। ଏହା କହି ମନ୍ଦିର ଭିତରକୁ ଯିବେ। ମନେ ରଖିଥାନ୍ତୁ, ଫେରିଲା ବେଳେ କିନ୍ତୁ ସେ ଶିଳା ପଥରକୁ ଛୁଇଁବେନି। ଯଦି ଭୁଲରେ ବି ଛୁଇଁ ଦିଅନ୍ତି, ଯେତିକି ବାପ ସେଠାରେ ଛାଡ଼ିକି ଯାଇଥିବେ, ସେତିକି ବାପ ପୁଣି ଘରକୁ ଫେରେଇକି ଆଣିବେ। ଭଗବତୀ ଦର୍ଶନ ନ ପାଇଲେ ଭଗବାନ ଦର୍ଶନ ପାଇବୁନି। ମାଙ୍କ କୃପା ନ ହେଲେ ତୁ ଠାକୁରଙ୍କୁ ପାଇବୁନି। ମା ରାତି ପାହି ଆସୁଛି। ମା ବ୍ୟସ୍ତ ହେଉଛନ୍ତି ଯିବା ପାଇଁ। ମା କହୁଛନ୍ତି, ମୋ ଗୋଡ଼ ଛାଡ଼, ମୁଁ ଯିବି। ରାଜାରାଣୀ 2 ଜଣ ମାଙ୍କ ଗୋଡ଼କୁ ଜାବୁଡ଼ିକି ଧରିଛନ୍ତି। ମା କହୁଛନ୍ତି, ମୋ ଗୋଡ଼ ଛାଡ଼, ମୁଁ ଯିବି। ମା, ରାତି ପାହି ଆସୁଛି, ମୋ ଗୋଡ଼ ଛାଡ଼, ମୁଁ ଯିବି। ତୁମେ ଆଉ କୁଆଡ଼େ ଯିବ? ଆଜି ଯେମିତି ତମେ ଆମକୁ ବାଟ ବତେଇ ଦେଇଛ, କାଲି ସେମିତି ହଜାର ହଜାର ଲକ୍ଷ ଲକ୍ଷ ଲୋକ ଭକ୍ତ ପୁରୀକୁ ଆସିବେ। ସେମାନଙ୍କୁ ବି ତମେ ବାଟ ବତେଇ ଦେବ। ତୁମ ନାଁ ହେବ ବାଟ ବଙ୍ଗଳା। ଜନ୍ତୁ ଟିକେ ହରି ବୋଲ, ଜନ୍ତୁ ଟିକେ କରତାଳି, ଜନ୍ତୁ ଟିକେ ହୋଳ ହୋଳି। ସମସ୍ତେ ଟିକେ 2 ହାତ ଟେକି ଉପରକୁ ଟେକିକି ସମସ୍ତେ ଟିକେ କୁହନ୍ତୁ, ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।